ପିଲାମାନେ ଆଜି ଆମେ ପ୍ରଥମ ଶ୍ରେଣୀ ହସ ଖେଳ ବହିର ପାଠ 14 ମନ ବଦଳିଲା ଗପଟି ଭଲ ଭାବରେ ପଢିବା ଏବଂ ବୁଝିବା। ପିଲାମାନେ ଗପଟିର ନାଁ କ'ଣ ନା ମନ ବଦଳିଲା। ଦେଖିବା ଏଠି କାହାର ମନ ବଦଳିଛି। ଫଗୁଣ ମାସ ଭାରି ଖରା, ଫୁଲ ଫଳ ଭରା ବଣ, ଶିକାରୀଟିଏ ଧନୁଶର ଧରି ବଣକୁ ପଶିଲା। ବୁଲି ବୁଲି ଥକି ପଡ଼ିଲା, ଶିକାରଟିଏ ପାଇଲା ନାହିଁ। ତାକୁ ଭାରି ଶୋଷ ହେଲା, ଦେହ ହାତ ଥର ଥର ହେଲା, କଇଥ ଗଛ ତଳେ କଚାଡ଼ି ହୋଇ ପଡ଼ିଲା। ପିଲାମାନେ କହିଲ ଫଗୁଣ ମାସ ହୋଇଥାଏ। ତମମାନେ ସବୁ ମାସ ମନେ ରଖିଛ କି ନାହିଁ? ଆମର କେତୋଟି ମାସ ନା 12 ମାସ। ମନେ ରଖିବ ତମେ, ମାସ ହଉଛି 12 ମାସ। ଫଗୁଣ ମାସ ହୋଇଥାଏ, ଭାରି ଜୋରେ ଖରା ହୋଇଥାଏ। ଫୁଲ ଫଳ ଭରା ବଣ, ବଣ ଗୁଡ଼ିକ ସବୁ ଫୁଲ ଫଳରେ ଭରି ଯାଇଛି। ଶିକାରୀଟିଏ ଧନୁଶର ଧରି ବଣକୁ ପଶିଲା। ଧନୁଶର ଧରି ବଣକୁ ପଶିଲା କ'ଣ ପାଇଁ? ଧନୁଶର ଯେହେତୁ ଧରିଛି, ସେ ଶିକାର କରିବାକୁ ବଣକୁ ଯାଇଥିବ। ବୁଲି ବୁଲି ଥକି ପଡ଼ିଲା, ବୁଲି ବୁଲି ସେ ଥକି ପଡ଼ିଲା, ଶିକାରୀଟିଏ ପାଇଲା ନାହିଁ। କୌଣସି ପଶୁ କିମ୍ବା ପକ୍ଷୀକୁ ସେ କ'ଣ ଶିକାର କରିବାକୁ ପାଇଲା ନାହିଁ। ତାକୁ ଭାରି ଶୋଷ ହେଲା, ସେ ଯେହେତୁ ବୁଲି ବୁଲି ଥକି ପଡ଼ିଲା, ତାକୁ ଶୋଷ ହେଲା, ଦେହ ହାତ ସବୁ ତାର ଥର ଥର ହେଲା। କଇଥ ଗଛ ତଳେ ସେ କ'ଣ ହେଲା ନା କଚାଡ଼ି ହୋଇ ପଡ଼ିଲା। ପାଣି ଯେହେତୁ ସେ ପାଇଲା ନାହିଁ, ତାର ମୁଣ୍ଡ ବୁଲେଇଥିବ, ଆଉ ସେ କ'ଣ ହେଲା ନା କଚାଡ଼ି ହୋଇ କଇଥ ଗଛ ତଳେ ପଡ଼ିଲା। ଏଠି ପିଲାମାନେ ଦେଖ, ଶିକାରୀଟିଏ ଧନୁଶର ଧରି କ'ଣ ଜଙ୍ଗଲରେ ବୁଲୁଛି। ଏଠି ସେ କୌଣସି ପଶୁ ପକ୍ଷୀକୁ କ'ଣ ଶିକାର କରିବା ଉଦ୍ଦେଶ୍ୟରେ ସେ ଜଙ୍ଗଲକୁ ଆସିଛି। ଆଉ ତାର କ'ଣ ହେଇଛି ନା ପାଣି ସେ ନ ପାଇ ସେ କଇଥ ଗଛ ମୂଳରେ କଚାଡ଼ି ହୋଇ ପଡ଼ିଛି। ଏଇ ଛବିରେ ଦେଖ ପିଲାମାନେ, ଯେତେବେଳେ ସେ ଅଚେତ ଅବସ୍ଥାରେ ପଡ଼ିଛି କ'ଣ, ସେତେବେଳେ ହାତୀଟିଏ କ'ଣ କରିଛି, ଆଣିକି ତା ମୁହଁରେ ପାଣି ଛିଞ୍ଚୁଛି। ଦେଖିବା ପଢିବା ଏଠି କ'ଣ ହେଇଛି। ଶିକାରୀକୁ ଦେଖି ହାତୀ ମନରେ ଦୟା ଆସିଲା, ପାଣି ଆଣି ତା ଦେହ ଯାକ ପିଚିକାରି କଲା। ଶିକାରୀ ଚେତା ଫେରି ପାଇଲା, ହାତୀ ଆଡ଼କୁ ଚାହିଁଲା। ହାତୀକୁ ଦେଖି ତାର ମନ ବଦଳିଗଲା, ସେ ଧନୁଶର ଫୋପାଡ଼ି ଦେଲା। ଏଠି କ'ଣ ହେଲା ନା ଯେତେବେଳେ କଇଥ ଗଛ ମୂଳରେ ଶିକାରୀଟିଏ ମୁଣ୍ଡ ବୁଲେଇକି ପଡ଼ି ଯାଇଛି, ସେତେବେଳେ କ'ଣ ହାତୀଟିଏ ଶିକାରୀକୁ ଦେଖିଛି। ଦେଖିକି କ'ଣ କରିଛି ନା ଶିକାରୀକୁ ଦେଖି ହାତୀ ମନରେ ଦୟା ଆସିଲା, ସେ କ'ଣ କଲା ନା ପାଣି ଆଣି ତା ଦେହ ଯାକ ପିଚିକାରି କଲା। ଶିକାରୀର କ'ଣ ହେଲା ତାପରେ ନା ଚେତା ଫେରି ଆସିଲା, ହାତୀ ଆଡ଼କୁ ଚାହିଁଲା। ଯେତେବେଳେ କ'ଣ ଶିକାରୀଟିର ଚେତା ଫେରିଛି, ସେ ହାତୀ ଆଡ଼କୁ ଚାହିଁଲା। ହାତୀକୁ ଦେଖି କ'ଣ ହେଲା, ତା ମନ ବଦଳିଗଲା, ସେ ଧନୁଶର ଫୋପାଡ଼ି ଦେଲା। ସେ ଶିକାରୀଟି କ'ଣ ବଣକୁ ଆସିଥିଲା ଶିକାର କରିବାକୁ। କୌଣସି ପଶୁ କିମ୍ବା ପକ୍ଷୀକୁ କ'ଣ ସେ ଶିକାର କରିଥାନ୍ତା ଧନୁଶର ମାଧ୍ୟମରେ। ଯେତେବେଳେ ସେ ବେହୋସ ହୋଇକି ପଡ଼ିଯାଇଛି, ହାତୀଟି କ'ଣ କରିଛି ନା ତା ମୁହଁରେ ଆଣିକି ପାଣି ଛିଞ୍ଚିଛି। ସେତେବେଳେ କ'ଣ ତା ଚେତା ଫେରିଛି। ସେତେବେଳେ ତା ହାତୀକୁ ଦେଖି କ'ଣ ତା ମନ ବଦଳିଗଲା, ସେ ଯେଉଁ ଧନୁଶର ଆଣିଥିଲା ଶିକାର କରିବା ପାଇଁ, ସେ ଧନୁଶରକୁ ଫୋପାଡ଼ି ଦେଲା, ଆଉ ତାର ମନ ବଦଳିଗଲା। ଏଇ ଛବିରେ ଦେଖ ପିଲାମାନେ କ'ଣ ହେଇଛି ନା ହାତୀକୁ ଶିକାରୀଟି ଏଠି ଗେଲ କରୁଛି। କାହିଁକି ଗେଲ କରୁଛି ନା ଯେହେତୁ ସେ କ'ଣ କଇଥ ଗଛ ମୂଳରେ ପାଣି ନ ପାଇକି ଅଚେତ ହେଇକି ପଡ଼ିଥିଲା ଶିକାରୀଟି, ହାତୀ ଏଠି ତାର କ'ଣ କରିଛି ନା ତାର ପାଣି ଦେଇକି ତାକୁ ତା ଜୀବନ ବଞ୍ଚେଇଥିବାରୁ ସେ କ'ଣ କଲା ନା ଧନୁଶରକୁ ଫୋପାଡ଼ି ଦେଲା, ତାକୁ ଆଉ ଶିକାର କଲାନି। ସେ କ'ଣ କରିଛି ନା ହାତୀକୁ ଏଠି ଗେଲ କରିଛି। ପିଲାମାନେ କହିଲ ଦେଖି, ତମମାନେ ହାତୀ ଦେଖିଛ କି ନାହିଁ? ଯଦି ଦେଖିଥାଅ ତାହେଲେ କମେଣ୍ଟ ବକ୍ସରେ ମୋତେ ଜଣେଇବ। ବାଘ, ଭାଲୁ, ହାତୀ, ହରିଣ ସେମାନେ ସବୁ କେଉଁଠାରେ ରହିଥାନ୍ତି? ଜଙ୍ଗଲରେ ରହିଥାନ୍ତି। ଆମେ ଯେମିତି କ'ଣ ନା ଖୋଲା ଆକାଶ ତଳେ ସ୍ୱାଧୀନ ଭାବରେ ବଞ୍ଚୁଛେ, ସେମାନଙ୍କୁ ମଧ୍ୟ ଆମେ ଶିକାର ନ କରି ଖୋଲା ଆକାଶ ତଳେ ସ୍ୱାଧୀନ ଭାବରେ ବଞ୍ଚିବାକୁ ଛାଡ଼ିଦେବା ଉଚିତ। ଆମେ ଯଦି ସେମାନଙ୍କୁ ଖାଇବାକୁ ଦେବା, ମାରିବା ନାହିଁ, ଭଲ ପାଇବା ଦେବା, ସେମାନେ ମଧ୍ୟ ଆମକୁ ଭଲ ପାଇବେ। ଆମେମାନେ ଯଦି ଗୋଟିଏ କ'ଣ କୁକୁରକୁ ଖାଇବାକୁ ଦେବା, କ'ଣ ସେ ବି ଆମକୁ ଭଲ ପାଇବ। ଆମେ ଯଦି ତାକୁ ପିଟିବା, ସେ ବି ଆମକୁ କ'ଣ କାମୁଡ଼ିବ। ଆମକୁ କ'ଣ ଏହି ଗପଟିରୁ ଆମେ କ'ଣ ଶିଖିଲେ ନା ଯେକୌଣସି ପଶୁ ହେଉ କିମ୍ବା ପକ୍ଷୀ ହେଉ, ଆମେ କାହାରିକୁ ଶିକାର କରିବା ଉଚିତ ନୁହେଁ। ପିଲାମାନେ ତମମାନଙ୍କ ପାଇଁ କିଛି ପ୍ରଶ୍ନ ଅଛି, ତମେ ତାହାର ଉତ୍ତର ଦବ। ମୁଁ କିଛି ପ୍ରଶ୍ନ କହିବି, ତମେ ତାର ଉତ୍ତର କହିବ। ଆଚ୍ଛା କହିଲେ ଦେଖି, ବନକୁ କିଏ ଶିକାର କରିବାକୁ ଯାଇଥିଲା? ବନକୁ କିଏ ଶିକାର କରିବାକୁ ଯାଇଥିଲା କୁହ? ନା ଶିକାରୀଟି ବନକୁ ଶିକାର କରିବାକୁ ଯାଇଥିଲା।
किए धनुषर धरी वन को पशिला कहले देखि पिला माने किए धनुषर धरी वन को पशिथिला ना शिकारीटी धनुषर धरी वन को पशिथिला काहार देह हाथ थर थर हैला कुह पिला माने यार उत्तर काहार देह हाथ थर थर हैला ना शिकारीटीर देह हाथ थर थर हैला केउ गछ तळे शिकारीटी कचाड़ी होई पड़िथिला कहले देखि पिला माने कुह ना कहित गछ तळे शिकारीटी कचाड़ी होई पड़िथिला पिला माने तमे गपटी को मने रखिबो पिला माने तमମାନଙ୍କୁ जदि एई भिडियोटी भल लागि थाए लाइक शेयर सब्सक्राइब करिया को जमा भी भूलिबनी थैंक यू।